ବ୍ରାହ୍ମଣ ଏ ପର୍ଯ୍ୟନ୍ତ ସେ ଭାତ ବିକୁଛି ହଁ କଣ ହଁ କୋଉଠି ଜଗା ହୋଟେଲ ଆମେ ତ ପାଉନୁ ବଜାରର ବଡ ହୋଟେଲ ଆପଣ ମହାଙ୍କର ଗଣକବି ବୈଷ୍ଣବ ପାଣି କହିଲେ ପାଣି ଗୋଟେ କଥା କହିଲେ ବଜାରର ବଡ ହୋଟେଲ ଚାର ବୁଲି ବାସି ଘେତ বাস্তরি পৌঁছি হেউ অছিরঙ্গা পৌঁছি হেউ অছিরঙ্গা গাড়ি শিখে ତମରି ମାନଙ୍କ ପାଇଁ ଏ ଗାହଣ ଏଇ କଥା କହୁଛନ୍ତି ମୋ ପାଇଁ କହିବେନି ମୁଁ ଧରୁଛି ବୋଲି ମତେ କହୁଛନ୍ତି ଅନ୍ୟ ଆଖି ଅନଉଛନ୍ତି ଏମିତି କାହିଁକି ବଟୁଠିଆ କଣ ଆପଣ ଗାଁର ହେଲେ ବୋଲି କଣ ବ୍ରହ୍ମା ବ୍ରହ୍ମା ନୁହେଁ କଣ ବ୍ରହ୍ମା ଆପଣ ତୋର ବ୍ରହ୍ମା ହଁ ଆପଣ ହେଇପାର ମିଛ କହୁଛନ୍ତି କଣ ମିଛ କହି ଆଗେ ଏଠି ଯେତେ ମଉସା ମାନେ ଆଗରେ ବସିଛନ୍ତି ପିଲାମାନେ ବି ଜାଣିଛନ୍ତି ଛପନ ପଉଠି ଆପଣ କଣ କହିଲେ ଛପନ ପଉଠି ହଁ ଛପନ ଭୋଗ ଆପଣ କଣ କହୁଛନ୍ତି ତୁ ଧାନ କାଟିକି ତୋ ମୁଣ୍ଡ କାମ କରୁନୁ ନା ଆପଣ ମୁଣ୍ଡ ଠିକ ଅଛି କେତେ କହିଲେ ଆପଣ ମୁଁ କହିଲି ବାସ କରିବୁ କୋଉଠି ଅଛି ଅଛି କୋଉଠି ବାସ୍ତରୀ କୋଉଠି ବାସ କରିବୁ ଆଉ କେତେ କହୁଛି ଭିକାରୀ ବଳ କହିଲା 60 ପକ୍ଷୀ ଭୋଗରୁ ତୁମର କାଢି ତ ନେଇନି ଘରେ ତୁ ଏଇ 60 ଯାକେ କମିଛୁ ତୁ ଗୋଟେ ଗାଈକୁ ବୁଲେଇବା ଗାଁ ଗାଈକୁ ଦିଗର ଥବ ଆଖୁ ଆଗ ବୁଝିବୁ ମୁଁ ଯଦି ତାହେଲେ ବଜାରର ବଡ ହୋଟେଲ ହେଲା ଶ୍ରୀକ୍ଷେତ୍ର ତାହେଲେ ନାଇଙ୍କର ବସନ୍ତରୀ କରିଛି କୃଷ୍ଣ ଦାସକୁ ପ୍ରତାପ ରୁଦ୍ରଦେବ ଗଜପତି କହିଲେ ମୋ ନାଁରେ ଲେଖ ଲେଖ ହାତ ଯୋଡ଼ିଦେଲା କୃଷ୍ଣ ଦାସ କହିଲା ଗଜପତି ମହାରାଜ ଜଗନ୍ନାଥଙ୍କର ନୀଳାଚଳର ଇଏ ଶ୍ରୀ ଶୈଳ ପତାକା ପତିତ ପାବନ ବାନାକୁ ଅନେଇ ନିୟମ କରିଛି ଜୀବନରେ ଯାହା ଲେଖିବି କେବଳ ଜଗା ବାଦ ଆଉ କାହା ନାଁରେ ଲେଖିବି ରାଗିଗଲେ ଗଜପତି ଆଦେଶ ଦେଲେ କିଏ ଅଛରେ ଗୋଟେ 40 ହାତେ ଶୁଖିଲା ପୁଅଟେ ଖୋଳି ଦିଅ ଏ ଦିନ କୃଷ୍ଣ ଦାସକୁ ଫୋପାଡ଼ି ଦେଇ ଦିଟା ବୁଖର ନାଗକୁ ଭିଙ୍ଗି ଦିଅ ସେ ଚୋଟ ପରେ ଚୋଟ ମାରିବେ କେହି ଦେଖିବନି ଉପରେ ଦିଟା ପୋଟା ଘୋଡେଇ ଦିଅ ସେଇଆ ହେଲା ମୋ ଶ୍ରୋତା ମାନେ ଅଧିକ ନାହିଁ ଗୋଟେ ସେକେଣ୍ଡ ମୁଁ ଗୋଟେ ବାଟକୁ ନେଲେ ଭଜନ ପାଇଆଟି ଭଜନ ଗାଇବ ନହେଲେ ଅଛିଣ୍ଡିଆ ହବରେ ମୂର୍ଖ ନାଇଁ ଏଇଠି ବି ରବାଟି କରୁନା ତାହେଲେ ଏଇଠି ଗଜପତି ମହାରାଜ ଯେତେବେଳେ ଫିଙ୍ଗି ଦେଲେ ଶୁଖିଲା ଦିନ କୃଷ୍ଣ ଦାସ ଆଖି ବୁଝି ଯାଇଛି ଆଖିରୁ ଧାର ଧାର ଲୁହ ବୁହାଇ କହିଲା ଜଗା ତୋତେ ଡାକିବାର ଉଦ୍ଦେଶ୍ୟ କଣ ଏଇଆ ଥିଲା ଆର୍ତରେ ଚିନ୍ତା କରି ଡାକି ଦେଲା ବଳିଆର ଭୁଜ ଜଗନ୍ନାଥ ମହାପ୍ରଭୁ